ପିଲାମାନେ ଆଜି ଗୋଟେ ନୂଆ କଥା କହିବି। ମୁଁ ଭାବୁଛି ମୋର ଯେଉଁ ଭିଡ଼ିଓ ହେଉଛି ପିଲାମାନେ ଦେଖୁଛନ୍ତି, ଶିକ୍ଷକମାନେ ମଧ୍ୟ ଦେଖୁଛନ୍ତି। କାଲି ଜଣେ ଶିକ୍ଷକ ବନ୍ଧୁ କହିଲେ, ଲେଖିଛନ୍ତି କମେଣ୍ଟରେ, ମୁଁ ଜଣେ ଶିକ୍ଷକ ଆଉ ଭଲ କଥାରେ ଲେଖିଛନ୍ତି, ଓଲ୍ଡ ଇଜ୍ ଗୋଲ୍ଡ। ତେଣୁ ସେ ଆମଠାରୁ କିଛି ନୂଆ କଥା ଶିଖିବାକୁ ଚାହୁଁଛନ୍ତି। ଭଲ କଥା, ଧନ୍ୟବାଦ ସେ ସାର୍ଙ୍କୁ। ମୋ ଛାତ୍ର ଜୀବନର ଦୁଇଟି କଥା ଆଜି କହିବି। ମୁଁ ଯେତେବେଳେ ଅଷ୍ଟମ ଶ୍ରେଣୀ ପଢ଼ୁଥିଲି, ଭୂଗୋଳ ସାର୍ ଆସି ପଢ଼ାନ୍ତି କର୍କଟ କ୍ରାନ୍ତି, ମକର କ୍ରାନ୍ତି। ମୁଁ ବୁଝିପାରେ ନା ବିଷୁବରେଖା ଉପରେ କର୍କଟ କ୍ରାନ୍ତି କି ମକର କ୍ରାନ୍ତି, ବିଷୁବରେଖା ତଳେ କର୍କଟ କ୍ରାନ୍ତି କି ମୁଁ ବୁଝିପାରେ ନା। ମୁଁ ସାର୍ଙ୍କୁ କହିଲି, ସାର୍ ମୁଁ ନା ବୁଝିପାରୁନି କି ମନେ ରହୁନି, କ'ଣ କରିବି? ନା ତୁ ଏଡ଼େ ବୋକାଟା, କର୍କଟ ମାନେ କ'ଣ? ମୁଁ ସାର୍ କଙ୍କଡ଼ା, ମକର ମାନେ କୁମ୍ଭୀର। ଆଚ୍ଛା କହ ଦେଖିଆ, କୁମ୍ଭୀର ପିଠିରେ କଙ୍କଡ଼ା ବସିବା ସମ୍ଭବ ନା କଙ୍କଡ଼ା ପିଠିରେ କୁମ୍ଭୀର ବସିବା ସମ୍ଭବ? ମୁଁ ସାର୍ କୁମ୍ଭୀର ତ ବଡ଼ ଜୀବଟା, କଙ୍କଡ଼ା ତା ଉପରେ ଥବ ନା? ସେୟା ମନେ ରଖ, ଉପରେ କଙ୍କଡ଼ା କ୍ରାନ୍ତି ବା କର୍କଟ କ୍ରାନ୍ତି, ତଳେ କୁମ୍ଭୀର ବା ମକର କ୍ରାନ୍ତି, ବିଷୁବରେଖା ମଝିରେ, ଉପରେ ହେଲା କର୍କଟ କ୍ରାନ୍ତି, ଦକ୍ଷିଣ ଗୋଲାର୍ଦ୍ଧକୁ ହେଲା ମକର କ୍ରାନ୍ତି। ଏ ଗୋଟେ କଥା ମୋ ଜୀବନ ସାରା ଏପର୍ଯ୍ୟନ୍ତ ମନେ ଅଛି। ଯେଉଁ ଗୁରୁ ମୋତେ ଏ କଥା କହିଥିଲେ, ସେ ଗୁରୁ ଏ ଅଧ୍ୟାୟ ମୁଁ ତ୍ୟାଗ କରିସାରିଲେଣି। ଆଉ ଗୋଟେ କଥା ଯେ କେଉଁଠି ଦି ଲାଗିବ, THE, ଦି ହେଉଛି ଆର୍ଟିକିଲ୍, ଡେଫିନାଇଟ୍ ଆର୍ଟିକିଲ୍, ଡେଟରମାଇନର ତାଲିକା ଭିତରେ, ଡେଟରମାଇନର ପାର୍ଟ ଅଫ୍ ସ୍ପିଚ୍ ଭିତରେ ଅଛି ଆର୍ଟିକିଲ୍ ଏ ଆଣ୍ଡ ଦି। ଦିଟା କେଉଁଠି ଲାଗିବ? ଆମ ସାର୍ କହିଲେ, ଇଂଲିଶ ସାର୍, ପ୍ରଧାନ ଶିକ୍ଷକ, ସେ ବି ପଳେଇଲେଣି, ସ୍ୱର୍ଗଧାମ ପଳେଇଲେଣି। ସେ କହିଲେ, ଏ ଯେଉଁ ଇଂରାଜୀ ତୁମେ ପଢ଼ୁଛ, ଏଇଟା ହେଉଛି ବିଦେଶୀ ଭାଷା। ଇଂଲଣ୍ଡରୁ ଗୋଟେ ଜାହାଜ ଆସିଥିଲା ଭାରତକୁ, ସେ ଜାହାଜରେ ଖାଲି ଭର୍ତ୍ତି ହିଁ ଆସିଥିଲା ଦି, ସେ ଜାହାଜରେ ଭର୍ତ୍ତି ହିଁ ଆସିଥିଲା କେବଳ ଦି, THE। ବାଟରେ କଳିଙ୍ଗ ସାଗର, ଯାହାକୁ ଆମେ କହୁଛୁ ବର୍ତ୍ତମାନ ବଙ୍ଗୋପସାଗର, ବଙ୍ଗାଳୀଙ୍କ ପ୍ରଭାବରେ, କଳିଙ୍ଗ ସାଗରରେ ଜାହାଜଟା ଦୁର୍ଘଟଣା ହେଲା। ଜାହାଜ ଦୁର୍ଘଟଣା କ'ଣ ମୁଁ କହିଥିଲି ଏବେ ଥରେ, ସିପ୍ ରେକ୍, SHIP, ସିପ୍ ରେକ୍, WRECK। ଯେମିତି ଜାହାଜଟା ଦୁର୍ଘଟଣାଗ୍ରସ୍ତ ହେଲା, ସିପ୍ ରେକ୍ ହେଇଗଲା, ଜାହାଜ ଦୁର୍ଘଟଣା ହେଇଗଲା। ସେ ଦି ଗୁଡ଼ାକ ସବୁ ଭାସିଲା ଆଡ଼େ ସାଡ଼େ, ପାଣିରେ ଭାସିଲା। ତେଣୁ ହେଲା କ'ଣ, ଦି ବେ ଅଫ୍ ବେଙ୍ଗଲ, ବେ ଅଫ୍ ବେଙ୍ଗଲ ବଙ୍ଗୋପସାଗର, ତା ମୂଳରେ ଦି ଲାଗିଲା, ଦି ବେ ଅଫ୍ ବେଙ୍ଗଲ। ସେ ପାଣିଟା ସବୁଆଡ଼କୁ ଗଲା, ମହାନଦୀ ଗଲା, ଦି ମହାନଦୀ। ସେ ପାଣିଟା ଲାଗିଛି ଅନ୍ୟ ସମୁଦ୍ର ସାଙ୍ଗରେ, ଦି ପାସିଫିକ୍ ଓସନ୍, ଦି ଇଣ୍ଡିଆନ୍ ଓସନ୍, ଦି ଆରବିଆନ୍ ସି। ଆକାଶକୁ ଉଡ଼ି କେତେକ ପଳେଇଗଲା, ଦି ସ୍କାଏ, କିନ୍ତୁ ମହାଶୂନ୍ୟକୁ ଯାଇପାରିଲାନି, ସ୍ପେସ୍ ପୂର୍ବରେ ଦି ଲାଗିପାରିଲା ନାହିଁ। ସେ ଦି ଆଉ କେଉଁଠି ଲାଗିଲା? ଚନ୍ଦ୍ର ପର୍ଯ୍ୟନ୍ତ ପଳେଇଲା, ଦି ମୁନ୍। ସୂର୍ଯ୍ୟ ପର୍ଯ୍ୟନ୍ତ ପଳେଇଲା। କେମିତି ପଳେଇଲା? ନା ପିଲାଦିନେ ହନୁମାନ ସୂର୍ଯ୍ୟଙ୍କୁ ଭାବିଲା ଗୋଟେ ଭଲ ଫଳ, ଲାଲ ଫଳ ଖାଇବାକୁ ଯିବି, ଗଲା, ତା ସାଙ୍ଗେ ସାଙ୍ଗେ ଦି ପଳେଇଲା, ଦି ଯାଇ ସୂର୍ଯ୍ୟ ଦେହରେ ଲାଗିଗଲା। ପିଲାମାନେ ସ୍କୁଲକୁ ଯାଉଥିଲେ, ଦି ଲାଗିଲା, ପିଲାମାନେ ଛଟପଟ ହେଲେ। ସେଇଠୁ ବିଶ୍ୱପିତା କହିଲା, ଦି। ଯେଉଁ ଛାତ୍ରମାନେ ସ୍କୁଲ କଲେଜକୁ ପାଠ ପଢ଼ିବାକୁ ଯାଉଥିବେ, କିମ୍ବା ଶିକ୍ଷକ କି ଅଧ୍ୟାପକ ଯାଉଥିବେ ଅଧ୍ୟାପନା କରିବା ପାଇଁ, ପଢ଼ାଇବା ପାଇଁ, ତୁମେ ତାଙ୍କ ସାଙ୍ଗେ ଲାଗିବନି। ତେଣୁ ସ୍କୁଲକୁ ଯାଉଥିବା ପିଲାଙ୍କ ପାଖରେ ଦି ଲାଗିବ ନାହିଁ। ତୁମେ କହିବନି ଯେ ଦି ଚିଲଡ୍ରେନ୍ ଆର୍ ଗୋଇଂ ଟୁ ଦି ସ୍କୁଲ, ଟୁ ସ୍କୁଲ। ଶିକ୍ଷକ ସେମିତି ଗଲେ, ତାଙ୍କ ପାଖରେ, ଅନୁଷ୍ଠାନ ପାଖରେ, ସ୍କୁଲ କଲେଜ ପାଖରେ ଦି ଲାଗିବ ନାହିଁ। ଆଉ କ'ଣ କହିଲେ? ଯେ ବିଚାରପତି, ଓକିଲ, ସେ ଯଦି କୋର୍ଟକୁ ଯାଉଥିବେ, ସେଠି କୋର୍ଟ ପୂର୍ବରେ ଦି ବସିବ ନାହିଁ। ଅନ୍ୟ ଦେଶରେ ଗଲେ ବସିବ। ଗାର୍ଡ଼ିଆନ୍ ଯଦି ଯାଇଥିଲି ପ୍ରଧାନ ଶିକ୍ଷକଙ୍କୁ ଭେଟିବା ପାଇଁ, ସେଠି ସ୍କୁଲ ପାଖରେ ଦି ବସିବ। ଅନ୍ୟ କିଏ ଯାଇଛି ଦେଖିବା ପାଇଁ କୋର୍ଟରେ କେମିତି ବିଚାର ଚାଲିଛି, ସେଠି କୋର୍ଟ ପୂର୍ବରେ ଦି ବସିବ। ମନ୍ଦିରକୁ ଯାଉଛନ୍ତି ପୂଜା ଉପାସନା ଅର୍ଥେ, ସେଠି ଟେମ୍ପୁଲ ପୂର୍ବରେ ଦି ବସିବନି। ଫାଦର ଗୋଜ୍ ଟୁ ଟେମ୍ପୁଲ ଏଭ୍ରି ମଣ୍ଡେ।
ବାପା ପ୍ରତି ସୋମବାର ଦିନ ମନ୍ଦିରକୁ ଯାଆନ୍ତି। ଉଦ୍ଦେଶ୍ୟ କ'ଣ? ସେ ଭକ୍ତ ହେଇଥିବେ ଶିବଙ୍କର, ସୋମବାରିଆ ଶିବଙ୍କ ବାର, ତେଣୁ ଟେମ୍ପଲ ପୂର୍ବରୁ ସେଠି ବସିବ ନାହିଁ, ଦେଇ ବସିବ ନାହିଁ। ଅନ୍ୟ କ୍ଷେତ୍ରରେ କି ଅନ୍ୟ ଉଦ୍ଦେଶ୍ୟରେ ଯାଉଛି ସେଠି ଦେଇ ବସିବ। ତେଣୁ ଦି କେଉଁଠି ବସିବ କେଉଁଠି ବସିବ ନାହିଁ, ଏ ଗୋଟେ ଭଲ ଗପଟେ କହିଲେ। ଗଛରେ ଲାଗିଲା ଦିଟି, ଗାଈ ଦେହରେ ଲାଗିଲା ଦି କାଉ, ବାଘ ଦେହରେ ଲାଗିଲା ଦି ଟାଇଗର, ଲାୟନରେ ଲାଗିଲା ଦି ଲାୟନ, ଏଇସବୁ ଜାଗାରେ ଲାଗିଲା। ଆଜି ପିଲାମାନେ ଏତିକି ଥାଉ, ଆଉ ବେଳେବେଳେ ମଜା କଥା ସେମିତି କହିବି ମୋ ପିଲାଦିନର କଥା।